1 ଲିଟର କ୍ଷୀରରେ 200 ଗ୍ରାମ ପନିର ପ୍ରସ୍ତୁତି ପ୍ରଣାଳୀ। ପ୍ରଥମେ କ୍ଷୀରକୁ ଚୁଲିରେ ବସେଇଲି। କ୍ଷୀର ଫୁଟିଗଲା ପରେ ଛେନା ପାଣି ପକାଇ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେଲି। କିଛି ସମୟ ଗଲା ପରେ ପୁଣି ଅନ୍ କରି ହାଇ ଫ୍ଲେମ୍ ଦେଇଦେଲି। ଛେନା ସବୁ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଗୋଲ ହୋଇଯାଇଛି। ତାକୁ ଗୋଟିଏ ପାତ୍ର ଉପରେ ଜାଲି ରଖିକି ତା ଉପରେ ସଫା କପଡ଼ା ପକାଇ ଭଲ ଭାବରେ ପାଣି ନିଗିଡ଼ି ଗଲା ପରେ ଛେନା ସହ ସେହି କପଡ଼ାକୁ ଫୋଲ୍ଡ କରି ଏକ ସଫା ପ୍ଲେଟ୍ ଉପରେ ରଖି ତା ଉପରେ ଛୋଟ ପାଣି ବାଲ୍ଟି ରଖିଦେଲି। ଫଳରେ ପାଣି ଗୁଡ଼ିକ ସବୁ ନିଗିଡ଼ି କଠିନ ଅବସ୍ଥାରେ ପରିଣତ ହୋଇଗଲା। ତାପରେ ଅଟା ଚକଟିଲି। ପନିରକୁ ପିସ୍ ପିସ୍ କରି କାଟିଦେଲି। କଢ଼େଇରେ ତେଲ ବସେଇକି ଗରମ କଲି। ତାପରେ ପନିରକୁ ଫ୍ରାଏ କରିଦେଲି। ବର୍ତ୍ତମାନ ଫ୍ରାଏ ହେଇଯାଇଛି। ତ ତାପରେ ସେଇ ଫ୍ରାଏ ପନିରକୁ ହଳଦୀ ଆଉ ଚିନି ପକାଇ ଉଷୁମ ପାଣିରେ ତାକୁ ପକାଇଲି। ପନିର ତରକାରୀ ପାଇଁ ପ୍ରସ୍ତୁତି ତ ଦେଖନ୍ତୁ। ପନିର ତରକାରୀ ବର୍ତ୍ତମାନ ରେଡ଼ି। ପୂର୍ବରୁ ଅଟା ଚକଟା ରଖିଥିଲି, ତାକୁ ଗୁଳା ଗୁଳା କରି ରୁଟି ବନେଇଲି। ତ ଦେଖନ୍ତୁ ବର୍ତ୍ତମାନ ରୁଟି ସେକା ଚାଲିଛି, ଦେଖିପାରୁଥିବେ ଆପଣମାନେ। ପ୍ରଥମ ରୁଟି ଗୁଡ଼ ପକାଇ ଗାଈକୁ ଖାଇବାକୁ ଦିଆଗଲା। ତ ଦେଖନ୍ତୁ ତାପରେ ଗୋଟିଏ ପ୍ଲେଟ୍ରେ କାଉ ଓ ଗୋଟିଏ ପ୍ଲେଟ୍ରେ ମିଟୁକୁ ଖାଇବାକୁ ଦିଆଗଲା। ତାପରେ ଆମେ ଖାଇବାକୁ ବସି ଯାଇଥିଲୁ। ରୁଟି ସହିତ ପନିର, ମଟର ତରକାରୀ ଓ ଫ୍ରୁଟ୍ ସାଲାଡ଼ ବହୁତ ସ୍ୱାଦିଷ୍ଟ ଆଉ ଟେଷ୍ଟି ଲାଗୁଥିଲା, ବହୁତ ବଢ଼ିଆ। ତ ଏ ଚନ୍ଦ୍ରଗ୍ରହଣରେ ଆଜିର ଥିଲା ଇଏ ଖାଦ୍ୟର